ଆମର ବିଦାୟୀ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ଫେରିଗଲେ। ସେ ବିଜେପିର ସଦସ୍ୟତା ଗ୍ରହଣ କଲେ ବୋଲି ଟ୍ୱିଟ୍ କଲେ ଏବଂ ତାପରେ ସେ ଗୋଟେ ବୟାନ ଦେଲେ। ସେ ବୟାନରେ କହିଲେ ଯେ ରାଜ୍ୟପାଳ ପଦଟା ଗୋଟେ ଲାଟ ସାହେବ ପଦ ନୁହଁ ଏବଂ ସେ 3 ମାସରେ 30 ଜିଲ୍ଲା ବୁଲିଲେ, ଲୋକଙ୍କ ସାଥିରେ ମିଶିଲେ, ଗ୍ରିଭାନ୍ସ ନେଲେ ଇତ୍ୟାଦି ଇତ୍ୟାଦି। ତାକୁ ନେଇକି ଆମେ କହିଲୁ ଯେ ସିଏ ଓଡ଼ିଶାରେ ରାଜ୍ୟପାଳ ନଥିଲେ, ସେ ବିଜେପିର ପଲିଟିକାଲ ଏଜେଣ୍ଟ ଥିଲେ ଏବଂ ରାଜଭବନକୁ ସେ ବିଜେପିର ପାର୍ଟି ଅଫିସ ବା କାର୍ଯ୍ୟାଳୟ ଭାବରେ ପରିଣତ କରିଥିଲେ। ବିଜେପି ବାଲା ଉତ୍ତର ଦେଲେ ଯେ ସେ ଲୋକପ୍ରିୟ ରାଜ୍ୟପାଳ ଥିଲେ, ଲୋକଙ୍କର ରାଜ୍ୟପାଳ ଥିଲେ, ଗାଁ ଗାଁ ବୁଲୁଥିଲେ, ଏମିତି କେତେ କ'ଣ କଥା କହିଲେ। ବର୍ତ୍ତମାନ ବୟାନବାଜି ଚାଲିଛି, ଓଡ଼ିଶାର ରାଜନୀତିକ ସରଗରମ କରୁଛି। ମୋର ଏଇଠି କେତୋଟି ମୌଳିକ ପ୍ରଶ୍ନ। ଗୋଟେ କଥା ହେଉଛି ଯେ କାହାର ପୁଅ ଯେତେବେଳେ ଗୋଟେ କ୍ରାଇମ କରେ ସେତେବେଳେ ତାକୁ ପନିଶମେଣ୍ଟ ହୁଏନି। ଯେମିତି କଥାରେ ଅଛି, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ସିଏ ଓଡ଼ିଶାର ତାଙ୍କ ଅଫିସରେ ଚାକିରି କରୁଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ମାଡ଼ ମାରିଲା, ଜୋତା ଚଟେଇଲା, ଅକଥନୀୟ ନିର୍ଯାତନା ଦେଲା। ସିଏ ଗଣମାଧ୍ୟମ ଆଗରେ କହିଲେ, ପୋଲିସରେ ଏଫଆଇଆର ଦେଲେ, କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଏଇଟା ଲୋକଙ୍କର ରାଜ୍ୟପାଳଙ୍କର ପୁଅ ନା ଲାଟ ସାହେବଙ୍କର ପୁଅ? ସେ ଉତ୍ତରଟା ସେ ରଖିବେ।